ଆପଣ ଦେଖନ୍ତୁ ମୁଁ କହୁଛି ବୁଡିଗଲା ଲୋକର ଗୋଡ ତଳକୁ ତଳୁ ଗୋଟେ କଥାରେ ନାହିଁ। ଆଜ୍ଞା ବିଜେଡିର ଯୋଉ ଅବକ୍ଷୟ ପ୍ରକ୍ରିୟା ଆରମ୍ଭ ହେଇଛି এইটা তার গোটাଏ ଆଉ ଗୋଟେ ବଡ ଧରଣର ଜମ୍ପ ଏଇଟା। नमस्कार ମୁଁ स्वागत କରୁଛି न्यूज रूम को ମୋ ସହିତ ଅଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ସାର୍। ଏବେ ଆପଣ ଖବର ଦେଖୁଥିବେ ଯେ ବିଜୁ ଜନତା ଦଳ ଆକ୍ସନ ନେଇଛି, 2 ଜଣଙ୍କୁ ପାର୍ଟିରୁ ସସ୍ପେଣ୍ଡ କରାଯାଇଛି ଏବଂ ସେମାନେ ବିଧାୟକ ଥିଲେ ବିଜେଡିରୁ, ଜଣେ ଅରବିନ୍ଦ ମହାପାତ୍ର ଏବଂ ଜଣେ ସନାତନ ମହାକୁଡ। ମୁଁ ଜାଣିବା ପାଇଁ ଚାହିଁବି ସାର୍ କାହିଁକି ଏଭଳି ଆକ୍ସନ ହେଲା ଏବଂ ଏମାନେ କଣ ଦଳ ବିରୋଧୀ କାର୍ଯ୍ୟକ୍ରମରେ ସାମିଲ ଥିଲେ ଯୋଉଥିପାଇଁ ଏଡେ ବଡ ଆକ୍ସନ? ଆପଣ ଦେଖନ୍ତୁ ମୁଁ କହୁଛି ବୁଡିଗଲା ଲୋକର ଗୋଡ ତଳକୁ ତଳୁ ଗୋଟେ କଥାରେ ନାହିଁ। ଆଜ୍ଞା ବିଜେଡିର ଯୋଉ ଅବକ୍ଷୟ ପ୍ରକ୍ରିୟା ଆରମ୍ଭ ହେଇଛି এইটা ତାର ଗୋଟାଏ ଆଉ ଗୋଟେ ବଡ ଧରଣର ଜମ୍ପ ଏଇଟା। ଆଜ୍ଞା ଦେଖନ୍ତୁ ସନାତନ ମହାକୁଡଙ୍କର ବୟାନ ତ ବାହାରିଛି, ଖବରକାଗଜ ପୂର୍ବରୁ ମଧ୍ୟ ବାହାରିଛି। ସିଏ ବିଜେଡି ଉପରେ ଅସନ୍ତୁଷ୍ଟ, ବିଜେଡି ସରକାରରେ କମଜୋର ଜିଲ୍ଲା ପାଇଁ କିଛି ହେଇନି, ବିଜେଡି ନବୀନ ପଟ୍ଟନାୟକ ବିଜେଡି ସରକାରରେ ଏ କଥା ସେ କହିଛନ୍ତି। ଏଇଟା ବୟାନ ବାହାରିଛି। ଯଦି ବିଜେଡି ସରକାରରେ କେଉଁଝର ପାଇଁ କିଛି ହେଇନି ବୋଲି ସେ କହୁଛନ୍ତି ବା କହିଲେ, ସାଧାରଣତଃ କଣ ଦଳର ସଦସ୍ୟ ତାଙ୍କୁ ଗୋଟେ ଶୋକଜ ମଗା ହେଇଥାନ୍ତା ବା କଣ କରିଥାନ୍ତେ, ତା ସସ୍ପେଣ୍ଡ କରି ଠିକ ଅଛି କିଛି ଗୋଟେ ଆକ୍ସନ ସେ କଲେ ଏବଂ ତାଙ୍କର ମୁଖ୍ୟମନ୍ତ୍ରୀ ପ୍ରେସିଡେଣ୍ଟ ମୁଖ୍ୟମନ୍ତ୍ରୀ କେଉଁଝର ଜିଲ୍ଲାରେ ହେଇଥିବାରୁ ତାଙ୍କ ସହିତ ଘନିଷ୍ଠତା ବନ୍ଧୁତା ଏ ସବୁ କାରଣ ତାଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଲା ଏବଂ ଯୋଉ ଦଳ ବୟାନ ଦେଇଛନ୍ତି ଯେ ବିଜେଡି ସରକାର କେଉଁଝର ଜିଲ୍ଲା ପାଇଁ କିଛି ହେଇନି ତା ବିରୁଦ୍ଧରେ ଆକ୍ସନ ନେଲେ। କିନ୍ତୁ ଅରବିନ୍ଦ ମହାପାତ୍ର ବିରୁଦ୍ଧରେ କାହିଁ ଆକ୍ସନ ନେଲେ? ଆଜି ଯେ ପାର୍ଟିର ଆସିଥିଲେ ମୁଖପାତ୍ର ଏ ବିଷୟ କହୁଥିଲେ, ସେ ଅରବିନ୍ଦ ମହାପାତ୍ର ବିରୁଦ୍ଧରେ କଣ ନିଆହେଇଛି କାହିଁକି ନିଆହେଲା କହିପାରୁନାହାନ୍ତି। ସେ କହିଲେ ଦଳର ସୁପ୍ରିମୋ ଆମର ଯିଏ ଦଳ ବିରୁଦ୍ଧରେ କାର୍ଯ୍ୟ କରୁଥିବ, ଦଳ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବ, ତାର ପ୍ରମାଣ ପାଇଲେ ସେ ନିଅନ୍ତି, ସେ ନିଶ୍ଚୟ ପାଇଥିବେ। ଆପଣ ଅନୁଭବ କରୁଛନ୍ତି ବିଜେଡି ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ କରୁଥିଲେ ବା କୌଣସି କାର୍ଯ୍ୟକ୍ରମ ବିଜେଡି ବିରୋଧରେ ଅରବିନ୍ଦ ମହାପାତ୍ର କରୁଥିଲେ ବୋଲି? ଅରବିନ୍ଦ ମହାପାତ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଇଛି କି ବୋଲି ଭାବୁଛନ୍ତି କି ଆପଣ? ଅରବିନ୍ଦ ମହାପାତ୍ରଙ୍କ ପରଫରମାନ୍ସ ବିଧାୟକ ହିସାବରେ ଖୁବ ଭଲ, ପରଫରମାନ୍ସ ଇଜ ଭେରି ଗୁଡ। ଯିଏ ବିଧାନସଭା ଗଲା ବିଧାନସଭା ଦେଖିଛି ଏବଂ ତାଙ୍କ ନିଜ ଅଞ୍ଚଳରେ ମଧ୍ୟ ତାଙ୍କ କାର୍ଯ୍ୟପ୍ରଣାଳୀ ମଧ୍ୟ ଭଲ। ସେ ବାହାରେ କୌଣସି ଫାଲତୁ ବୟାନ ଦିଅନ୍ତି ନାହିଁ, ସବୁବେଳେ ମେଜର ଷ୍ଟେଟମେଣ୍ଟ ଦିଅନ୍ତି। ତାଙ୍କ କାର୍ଯ୍ୟ ପାଇଁ ନୁହଁ, ଏଇ କାର୍ଯ୍ୟାନୁଷ୍ଠାନ ହଉଛି ବିଜୟ ମହାପାତ୍ରଙ୍କ କାର୍ଯ୍ୟ ପାଇଁ ଜଣା ପଡୁଛି। କିନ୍ତୁ ବିଜୟ ମହାପାତ୍ରଙ୍କ ପୁଅ କିଏ ନ ଜାଣେ? ବିଜୟ ମହାପାତ୍ରଙ୍କ ପୁଅ ସହିତ ଟିକେଟ ଦେଇଥିଲେ, ସେ ଜିତିକି ଆସିଥିଲେ, ସେ ଦଳ ବିରୁଦ୍ଧରେ କିଛି କରିନାହାନ୍ତି। 24 ବର୍ଷ ଭିତର ଯୋଉ ତିକ୍ତତା ଥିଲା ବିଜେଡି ବନାମ ବିଜୟ ମହାପାତ୍ର, ଏ ସବୁକୁ ଭୁଲିକି ତ ନବୀନ ବାବୁ ତାଙ୍କୁ ଟିକେଟ ଦେଇଥିଲେ 2024 ରେ। ହଁ, ଆଉ ସିଏ ଭାବୁଥିଲେ, ସିଏ ବୋଧେ ଧରି ନେଇଥିଲେ ଯେହେତୁ ତାଙ୍କ ପୁଅକୁ ସେ ଟିକେଟ ଦଉଛନ୍ତି ବିଜୟ ମହାପାତ୍ର ନିୟନ୍ତ୍ରିତ ହେଇକି ରହିବ ବୋଲି ଭାବୁଥିବେ ବୋଧେ। କିନ୍ତୁ ବିଜୟ ମହାପାତ୍ର ଅରବିନ୍ଦ ମହାପାତ୍ର ମୁଁ ଜାଣିବାରେ କାରଣ ଦଳ ତଳୁ ବର୍ତ୍ତମାନ ବା କୁହାହେଇନି ଅରବିନ୍ଦ ମହାପାତ୍ର କଣ ଦଳ ବିରୋଧୀ କାର୍ଯ୍ୟ କଲେ ଏକଥା ନାହିଁ ବା ସରକାର କରି କୌଣସି କଥା କାହିଁକି ତାଙ୍କୁ ସସ୍ପେଣ୍ଡ କରିଛନ୍ତି। ବିଜୟ ମହାପାତ୍ର ଏବେ ଯୋଉ ଝାରସୁଗୁଡା ଯାଇଥିଲେ, ଆପଣ ଜାଣିଛନ୍ତି ମହାନଦୀର କଳାମ ବ୍ରିଜକୁ ବ୍ୟାରେଜକୁ ମଧ୍ୟ ଯାଇଥିଲେ, ଯେ ବାଲିବନ୍ଧ ଅଞ୍ଚଳ ବାଲିବନ୍ଧ ପଡିକି ସେଠିକି ମଧ୍ୟ ଯାଇଥିଲେ ଏବଂ ଆସିବା ବାଟରେ ସିଏ ଝାରସୁଗୁଡା ହୋଟେଲରେ ଦୀପାଳି ଦାସ ଆଉ ତାଙ୍କ ଭାଇ ବିଶାଳ ସାଙ୍ଗରେ କଥାବାର୍ତ୍ତା କରିଛନ୍ତି। ବହୁତ ବିଷୟ କଥା ହେଇଛି ବିବାଦ ଦାସ ତାଙ୍କର। ତା ସହିତ ସେଇ ଝାରସୁଗୁଡାର ଯେ ବିଧାୟିକା ଥିଲେ ବିଜେଡିର ପୂର୍ବରୁ ବ୍ରଜାନଗରରୁ କିଶୋର ମହାନ୍ତିଙ୍କ ପତ୍ନୀ, ତାଙ୍କ ସହିତ ମଧ୍ୟ କଥାବାର୍ତ୍ତା ହେଇଛନ୍ତି ଏବଂ ଯାହା ଖବରକାଗଜରେ ପ୍ରକାଶ ପାଇଛି ଏଥିରେ ସିଏ ଭାବୁଛି ବିଜେଡି ସୁପ୍ରିମୋ କୌଣସି କାରଣରୁ ଭୟଭୀତ ହୋଇଛନ୍ତି। ଭୟଭୀତ ହେଇ ବିଜୟ ମହାପାତ୍ର ଭିତରେ ବିଜୟ ମହାପାତ୍ର ଦଳରେ ନାହାନ୍ତି, ତାଙ୍କୁ ତ ବହୁତ ସେ ବହିଷ୍କାର କରି ବିଦାୟ କରିଦେଇଛନ୍ତି। ତେଣୁ ଆକ୍ସନ ହଉଛି ପୁଅ ଉପରେ। ମୁଁ କହିଲି ବୁଡିଗଲା ଲୋକ ଗୋଡ ତଳୁ, ଏଇ କଥା ସତ୍ୟ କଣ ବିଜେଡି କି ସେ ବଞ୍ଚେଇ ପାରିବେ କେମିତି? କଥା ହଉଛି ଏଇଟା ହଉଛି ପେଟିନେସ୍, ଏଇଟା ହଉଛି ଗୋଟେ ସ୍ମଲନେସ୍। ଏଇଟା ଗୋଟେ ନବୀନ ପଟ୍ଟନାୟକ ଭଳିଆ ଜଣେ ଏତେ ବିଜ୍ଞ ନେତା 24 ବର୍ଷ ମୁଖ୍ୟମନ୍ତ୍ରୀ ଥିଲେ, ଏଇଭଳିଆ ଆକ୍ସନ ଗୋଟେ ପେଟିନେସ୍, ହୀନମନ୍ୟ ତାର ପରିଚୟ। ବାପା ବିରୁଦ୍ଧରେ ରାଗ, ପୁଅ ଉପରେ ସୁଜେଇବି, ଇଏ କଣ?
ये गोटे बाघ छेड़ी गप आप शुणुवे जो गप ये से भाया गप ये सबुठु बड़ कथा होची जे एई भली भाबे जेतेबेले दुई दुई जण स्टैंडिंग विधायकों को सस्पेंड रो कथा सामना को आसुची नवीन बाबू निलंबन करूचंती आपण को लागुची या परे देवाशीष सामंतराय भूपिंदर सिंह को ऊपर कोनोसी कार्यानुष्ठान निया जिवो एवं जो नेता माने निश्चय वर्तमान से निष्पत्ति होइचंती जो माने टिके अछंती तांग विरुद्ध नेबे नियंतु किछि असुविधा नाही कि से भाबुची एपरी कार्यानुष्ठान दल शृंखलित होई जिवो दल जे क्षमता थिला बिना कथा दलर क्षमतार नाही आ नवीन पट्टनायक स्वास्थ्य अवस्था बयस एपरी ना ये दल को नेतृत्व नहीं दल को एकजुट करदे समस्त सहयोग दरकार समस्त सहयोगिता दरकार एवं दल पर निर्दिष्ट नीति आदर्श कार्यक्रम भी दरकार 19 मास विरोधी दल भूमिका से कौन कि नीति आदर्श लोक आगे थोड़ी जे लोक भरोसा करेंगे एवं शासन गला पर शासन थिला दूसरा कथा कलेक्टर एसपी सब शासन व्यवस्था थिला जी विरोध कहले विरोध कार्यानुष्ठान होता कि बर्तमान गोटे कथा सस्पेंड करेंगे जदि आगू राज्यसभा निर्वाचन अच्छे सी जानते राज्यसभा निर्वाचन में बीजेपी मात्र जड़े मात्र प्रार्थी छिड़ा कर बीजेपी तृतीय प्रार्थी की समर्थन कर भोट हम ना 4 जन प्रार्थी हेले पंचम प्रार्थी हेले ही भोट हम तेणु एक्शन नौ एक्शन द्वारा से भावुं बीजेडी गोटे श्रृंखला आज सब नियंत्रण को आसवे कि भावुनी से शेष कमेंट आपको जानापी चाहिए जे यार प्रभाव बीजेडी उपरे गोटे बड़ धरण पड़ो भावुं आउ बीजेडी भितर जो मैंने बीजेडी कार्यानुष्ठान कार्य श्रृंखला को लेकिन मत रखुते जो मैंने विके पांड्यान को नहीं मत रखुते से चुप हो समस्ते चुप हो चुप हो कहीं चुप हो भावुं आप कहीं चुप हे बोले दलर जिते क्षमता थिला नवीन पट्टनायक पतियार लोकप्रियता थिला से भिन्न कथा बर्तमान ता नहीं